ସେ ରାତି କୋଉଠି ବନେଇছিল ଟଚ୍ କାଇଁ ଏ ମା ଯୋଡ଼େ ଆଖି ଜଳୁଛି ଏ ଭଗବାନ ସେଠି କ'ଣ ସେଠି ଅଛି ଏ ଡରିକି ପୁରା ଛାନିଆ ଆଉ କିଛି ଆଉ କହିବନି ସେ ଆଉ ଏବେ ତ ପକୋଡ଼ା ପଡ଼ୁଛି ହେଲା ତ ଏବେ ସବୁ ମସଲା ପଡ଼ିକି ଏଥର ହଁ ଗୁଳିଆ ହେଇଯାଇଛି ଏଥର ଦେଖନ୍ତୁ ସାଙ୍ଗମାନେ ଏବେ ଚିକେନ ପକୋଡ଼ା ହବ ବୋଧେ हाँ चिकेन पकड़ा हम ये पड़ी कनफ्लावर पाउडर पड़ी ତା ଭିତରେ ସବୁ ମସଲା ମସଲି ପଡ଼ିଯାଇଛି ଆଉ ଏପଟେ ଅଦା ରସୁଣ ଛେଚା ହେଉଛି अदा रसुण कच्चा लଙ୍କା ଆଉ ହଁ ତ ବାବା ଖାଲି ଯୋଗାଡ଼ି ଦେଇଥିବ ମମି ସେପଟେ ଯାଇକି କରିଦେବ ଆଉ ତେବେ କ'ଣ ମସଲା ମସଲି ପଡ଼ିବ ବୋଧେ हाँ ତେବେ ମସଲା ମସଲି ଦେଖନ୍ତୁ ପଡ଼ିଯାଉଛି ଏଥର ଅଦା ରସୁଣ ଛେଚା ଆଉ ଏପଟେ ଏଇଟା କ'ଣ कच्चा ଚିକେନ लଙ୍କା ମସଲା କଞ୍ଚା ଲଙ୍କା ଛେଚା ହେଇଯାଇଛି ତା ଭିତରେ ଆଉ ଏଇଟା ଆୟୁଷ ବି ଯୋଗାଡ଼ି ଦେଇଦେଉଛି ଆଉ ଏପଟେ କାଶ୍ମୀର ଚିଲି ଗୋଟେ ଲଙ୍କା ଅଛି ଗୋଟେ ପକେଇ ଦେଉନି ହଁ ଗରମ ମସଲା ବି ଅଛି ପକେଇଦିଏ ଭଲ ଚିରି ନଥିବ ଏଇଟା ବୋଧେ ଏଇଟା କାଶ୍ମୀର ଚିଲି ଲଙ୍କା ନା କ'ଣ ତ କାଶ୍ମୀର ଚିଲି ଲଙ୍କା ଏଥର ପଡ଼ିଯାଇଛି ଏଥର ଆଉ ଏଇନା ଖାଲି ରାତିରେ ଯାଇକି ଚୁଲିରେ ଏଇନା ଯାଇକି ରୋଷେଇ ହବ ଆଉ ନା ରେ ତ ଏବେ ସବୁ ମସଲା ପଡ଼ିକି ଏଥର ହଁ ଗୁଳିଆ ହେଇଯାଇଛି ଏଥର ଆଉ କେ ପକାନା ରାଗ ହେଇଯିବନି ତ ଏଇଟା ପଡ଼ୁଛି ଲାଲ ହବ ପାଇଁ ନା ତ ଦେଖନ୍ତୁ ଦେଖିପାରୁଥିବେ ଲାଲ ହବ ପାଇଁ ଏଥର ସେଥିରେ ପଡ଼ୁଛି ଏଥର ତ ଆଜି ରାତିରେ ଚିକେନ ପକୋଡ଼ା ଛଣା ହେଉଛି ଆଜି ବର୍ଷା ପାଗକୁ ଗୋଟେ ଆଇଟମଟା ଆଜି ହେଲା ଆଜି ଗୋଟେ ନା କ'ଣ ମମି ଆଜି ଘରେ ଆଜି ଆୟୋଜନ କରାହେଇ ଗୋଟେ ଛଣା ହେଉଛି ଆଉ ସବୁ ପକେଇଗଲା ସବୁ ପକେଇକି ଛଣା ଚାଲିଛି ଏବେ ପକୋଡ଼ା ଗୋଟେ ଭାରି ଛଣା ହେଇଛି ଅଧା ହେଇଛି ଆଉ ଆଉ ଗୋଟେ ଥର ହବ ଥଣ୍ଡା ଗଲା ଆଉ ବହୁତ ଶୀତ ହେଉଛି ବି ମାନେ ବେଶୀ ଶୀତ ପାଗକୁ ପୁରା ବର୍ଷା ହେଉଛି ଗାଜ ଚାରିଟା ପୁରା ଅନ୍ଧାର ଆରେ ସେଠି କ'ଣ ଗୋଟେ ଗ୍ରୀନ୍ ଲାଇଟ୍ ଜଳୁଛି ସତରେ ବା ରାଣ କ୍ୟାମେରା ପକେଇଲି ଦେଖିଥାନ୍ତି ଏଇଠି ସେଟା କ'ଣଟା ଆଲୋ ହଁ ତ ହଁ ସତ ତ ଏ ମା এই ଯୋড়ে আখি দেখা যাচ্ছে এইটি অনেক এইটি মানে যে সূতাটা বলেছি অনেক সূতা ঘনে থাও এটি সূতা দেখাଉଛି রে ଦେଖିପାରୁଛ ଟି ହଁ ବା ଏ ଲାଇଟ୍ କ'ଣ ହେଇ ପରା ମରା ହେଇଛି ହେଇଟି ବା ସୂତା ଯୋଉ ଗ୍ଲିଚ୍ ହେଉଥିବ ଦେଖୁନ ହେଇ ଦେଖ ଏ ମା ଯୋଡ଼େ ଆଖି ଜଳୁଛି ଏ ଭଗବାନ ସେଠି କ'ଣ ସେଠି ଅଛି ଏଇଟା ସତରେ ଏଇଟା ମିଛ ନୁହଁ ମୁଁ ସତ କଥା କହୁଛି ସତ କଥା ବା ମୁଁ କ'ଣ ଜାଣିପାରୁନି ନା କ'ଣ ସେ କ'ଣ ବନେଇକି ଅଛି କ'ଣଟା ଆମକୁ ତମେ ଥାଉ ମୁଁ ଟର୍ଚ୍ଚ ନେଇକି ଅଛି ହେଲା ନା ମୋତେ ଡର ଲାଗୁଛି ସାନୁ ଏ ଟର୍ଚ୍ଚ ଦେଲୁ ସେ ରାତି କୋଉଠି ବନେଇছিল ଟର୍ଚ୍ଚ କାଇଁ କ'ଣଟା ଏଇଠି ବନେଇଛି କୁକୁର ପୁରା ତା ଭିତରେ ଆରେ ହେ ବସିଛି ଏଇଠି ଯୋଉ ଆମର ଯୋଉ ବରଡ଼ା ଥୋଇନି ବରଡ଼ା ବାଡ଼ିରେ କୁକୁର ବସିଛି ତା ଆଖି ଗୋଟେ ଲାଇଟ୍ ଗୋଟେ ଦେଖାଉଛି ଅନ୍ଧାର ପୁରା ଦେଖାଯାଉଛି ମୁଁ କ'ଣ ଦେଖ ଆରେ ଲାଇଟ୍ ବନ୍ଦ କଲୁ ଲାଇଟ୍ଟା ବନ୍ଦ କରେ ଦେଖ ପୁରା କେମିତି ଦେଖାଯାଉଛି ଗୋଟେ ଲାଇଟ୍ କୁକୁର ସେଠି ଶୋଇଛି ଆମେ ଭାବି ସାରିଲୁ କ'ଣ ବୋଲି ହେଲା ସେ ଆଖି ମିଟି ମିଟି କରୁଛି ବୋଲି ଏ ଖାଲିରେ ଦେଖାଉନି ମୋବାଇଲ କ୍ୟାମେରା ଦେଖାଉଛି ଡରିକି ପୁରା ଛାନିଆ ଆଉ କିଛି ଆଉ କହିବନି ସେ ଆଉ ଏବେ ତ ପକୋଡ଼ା ପଡ଼ୁଛି ହେଲା ଆଉ ଗୋଟେ ଭାରି ଥିଲା ଆମେ ଛାଣିଦେବୁ ଆଉ ସେ ଡରିଗଲା ମୋ ପୁଅ ହେଲା ଜାଣିପାରିଲୁନୁ କୁକୁରଟା ଆମେ ଆରେ କେବେ ଗୋଟେ କୁକୁର ଶୁଏନି ମୁଁ କେବେ କ୍ୟାମେରା ଅନ୍ କରି ଦେଖେଇକି ନିଜ ଆଖି ଦେଖୁନ ଏବେ ବି ଦେଖାଉଛି ବୋଧେ ଏଇଠି ଅନୁନ ଏବେ ବି ଦେଖାଉଛି ଆମେ ବି ଭାବୁଛୁ କ'ଣ ବୋଲି କେତେବେଳେ ଡରିଗଲୁ କହିଲୁ ଯିଏ ବି ନାହିଁ ସେ ଡରି କ୍ୟାମେରା ଅନ୍ କଲା ଲାଇଟ୍ ବି ହଉଛି ଧବଧବ ହଉଛି ଆଖି ଦିଟା ଆମକୁ ନିଜ ଆଖିରେ ବି ଦେଖାଉନି ହଁ କିଏ ଗୋଟେ ଦେଖାଯିବ କ'ଣ ଲାଇଟ୍ ଭିଡ଼ି ପଡ଼ିଛି ଆମେ କାହିଁ ଜାଣିପାରିବା ସେ ବରଡ଼ା ଭାଡ଼ି ହେଇଛି ଯେଉଁ ଦିନ ବେଳା ଆମେ ଦେଖେଇଦେବା ଭିଡ଼ିଓଟା କରିକି ସେଠି ବରଡ଼ା ଭାଡ଼ି ଯେଉଁ ଆମର ହେଇଛି ବରଡ଼ା କେମିତି ବରଡ଼ା ଥୁଆଲାଣି ତା ତଳେ ଶୋଇଛି ଆଉ ସରିଲାଣି ନା କ'ଣ ସରିଲା ଏତିକି ଖାଲି ଥୁଆ ହେଇଯାଇଛି ଆଉ ଏତେ କ'ଣ ହେଇଗଲେ ହେଇଯିବ ଆଉ ଏବେ ଦେଖନ୍ତୁ ଯେଉଁ ପକୋଡ଼ା ଛଣା ହେଉଥିଲା ଚିକେନ୍ ପକୋଡ଼ା ଏବେ ରେଡ଼ି ଆୟୁଷ ଏବେ ଲାଗିଛନ୍ତି ଖାଇବାରେ ଆଉ ତାଙ୍କ ବାବା ବି ଏଠି ବସିଛନ୍ତି ଖାଇବେ ଆଉ ଏଠି ପକୋଡ଼ା ଦେଖନ୍ତୁ ଏବେ ରେଡ଼ି ପୁରା ହଉ ଖାଅ ଆମକୁ ଦେବନି ନା କ'ଣ ଆମକୁ ଦେବନି
ସମସ୍ତେ ବସିକି ଖାଇବା। ପୁଅ ବସେ, ତା ପଟି ପଡ଼ିଛି ଏଠି ସେ ଛିଡ଼ା ହେଇଛି। ଦେଖଉନି ହେଲା, ବସେ। ମାଆକୁ ଡାକିଲୁନୁ, ଏ ବୋଉ ଆସୁନ ଖାଇବ, ମାଆକୁ ଡାକ। ବୋଉ ଧରିଛନ୍ତି ଏଠି ଖାଇବେ। ଆଉ ଏଠି ପକୋଡ଼ା ଖାଉଛନ୍ତି ସମସ୍ତେ ବସିକିରି ଆଉ। ଏବେ ଦେଖନ୍ତୁ ଏବେ ପାଣି ତ ଗୋଳିଆ ହେଇଯାଇଥିଲା ଏ ମାଛମାନଙ୍କର, ସଫାସଫି ହେଉଛି ଆଉ। ପୁରା ଗୋଳିଆ ହେଇଯାଇଛି ପୁରା ପାଣି, ପୁରା ଶିଉଳି ବସିଯାଇଥିଲା। ଆୟୁଷ ତ ଏବେ ସବୁ କାଢ଼ି ଦେଇଛନ୍ତି ସବୁ, ତାଙ୍କ ସିଏ ଯେଉଁ ଗଛପତ୍ର ସବୁ ଥିଲା ଆୟୁଷ ବି ତାକୁ ସଫା କରୁଛନ୍ତି ସାର ପକେଇକିରି, ପୁରା ପରିଷ୍କାର ହେଇଯିବ। ହଁ ହେଉଛି ଟି, ପୁରା ପରିଷ୍କାର କରିଦିଅ। ଏବେ ତ ଚଢ଼େଇମାନେ ଏଠି ତାଙ୍କର ବି ସବୁ ଜାଲି ଫାଲି ସବୁ ସଫା ହେବ ଆଜି ଛୁଟି ଅଛି। ଆଜି ଦୋକାନ ବନ୍ଦ ତ, ଆଜି ସବୁ ସଫାସଫି କରିଦେବା ଆଉ। ତାଙ୍କ ବି ଖାଦ୍ୟ ବି ଆସିବ ଆଜି। ଆୟୁଷ କେମିତି ସଫା କରୁଛନ୍ତି ଦେଖନ୍ତୁ। ଆୟୁଷ କାଲି ତ କହିଲଣି ପୁରା ମଇଳା ହେଇଯାଇଛି, ପୁରା ପାଣି ଗୋଳିଆ ହେଇଗଲାଣି। ମାଛ ଫିଲ୍ଟର ହେବା ପାଇଁ ପାଣି ଆୟୁଷ ଲଗେଇ ଦେଇଛନ୍ତି, ପାଇପ୍ ଲଗେଇ ଦେଇଛନ୍ତି। ପାଣି ସବୁ ଖାଲି ହେଇଯିବ ନା ନାଇଁ? ମାଛ ଗୁଡ଼ା କିନ୍ତୁ ହେଉଛନ୍ତି ପାଣି କମିଗଲା ବୋଲି ନା ନାଇଁ? ସବୁ ଉଠିଛନ୍ତି ସବୁ, ସେ ଛୁଆ ହେଇଛି ସବୁ ଲାଗିବ ଆଉ। ମଟର ଲୋକ ସଫା ହେଇଯାଇଛି। ହଉ ପାଣି ଖାଲି କରିଦିଅ, ପାଣି ଖାଲି କରିଦିଅ, ଦେଇଦିଅ ସାଙ୍ଗେ ଆଉ। ଏବେ ଲାଇନ୍ କଟିଗଲା ପୁଣି। ହଁ ସେମିତି ଥାଉ। ଏବେ ଦେଖନ୍ତୁ ଯେଉଁ ମାଛ ଖାଲି ହେଉଥିଲା, ମାଛ ଏବେ ମାନେ ପାଣି ଦିଆ ହେଇଗଲା। ପାଣି ଦିଆହେଇଗଲା ପରେ ମାଛମାନେ ଏଥିରୁ ଖେଳିଲେ, ମାନେ ପାଣି କମିଗଲା ନା, ମାଛ ମାନେ ଭାବିଲେ କ'ଣ ପାଣି କମିଗଲା ବୋଲି ମାଛ ଗୁଡ଼ାକ ଲେଉଟି ପଡ଼ୁଥିଲେ ହେଲା। ଏବେ ଯେମିତି ପାଣି ଦିଆ ହେଇଗଲା, ତାପରେ ଲାଇଟ୍ ଲଗେଇ ହେଇଗଲା, ପାଣିଟା ବି ଫିଲ୍ଟର କରା ହେଇଗଲା। ଆଉ ତାପରେ ମାଛମାନେ ବହୁତ ସୁସ୍ଥରେ ଖେଳିଲେ ହେଲା। ଆପଣମାନେ ତ ଦେଖିପାରୁଥିବେ ବହୁତ ସୁନ୍ଦର ଭାବରେ ଖେଳୁଛନ୍ତି। ହଉ ତ ନମସ୍କାର ସାଙ୍ଗମାନେ, ଆପଣମାନେ ତ ସବୁଦିନ ଆମର ହେଉଛି ଯେମିତି ଘରକରଣା କାମ ସବୁ ତ ଦେଖୁଛନ୍ତି। ଆଉ ଆଜି ମୁଁ ଦେଖିଲି ଆମେ ଯେଉଁ ରିଲ୍ସ କରୁଛୁ ମାନେ ଇନଷ୍ଟାଗ୍ରାମରେ, ସେ ଭିଡ଼ିଓ କିଛିଟା ଥିଲା ଆପଣମାନଙ୍କୁ ଦେଖେଇବା ପାଇଁକା। ଆଉ ଆପଣମାନେ ତ ଯାଇକି ଦେଖୁନାହାନ୍ତି ଇନଷ୍ଟାଗ୍ରାମରେ। ଏଇଟା ଆମେ ଘରେ କରିଥିଲୁ ଭିଡ଼ିଓ। ଆଉ ଗୋଟେ ଦେଖନ୍ତୁ, ଆଉ ଗୋଟେ ଆମେ ଆଜି ରାସ୍ତାରେ କରିଥିଲୁ। ଏଇଟା ଆୟୁଷ କଲାବେଳେ ଆପଣମାନେ ଟିକେ ଲକ୍ଷ୍ୟ କରିଥାନ୍ତୁ, ଆୟୁଷ ଯେତେବେଳେ ମାନେ ଡ୍ୟାନ୍ସ କରିବେ ନା, ତାଙ୍କର ସେତିକିବେଳେ ଚଷମାଟା କେମିତି ଗଳି ପଡ଼ୁଛି ଦେଖନ୍ତୁ ଆପଣମାନେ, ଖସି ପଡ଼ିଲା, ତଳେ ପଡ଼ିଗଲା। ତାପରେ ମୁଁ ଗଲି ଆଣିବାକୁ, ତାପରେ ତାଙ୍କ ପଛପଟେ ଜଣେ ଛିଡ଼ା ହେଇଛନ୍ତି ଦେଖିବା ପାଇଁକା, ସେ ବି ଦେଖୁଛନ୍ତି। ମୁଁ ଚଷମା ବି ଗୋଟେଇକି ନେଇଗଲି। ଆଉ ଏପଟେ ଦେଖନ୍ତୁ ଆୟୁଷ ହେଲା କେମିତି ମାନେ ଭିଡ଼ିଓଟା ଯେଉଁ କରୁଛନ୍ତି, ଏ ଭିଡ଼ିଓଟା ବହୁତ ସୁନ୍ଦର ଭିଡ଼ିଓ କରିଛନ୍ତି। ଆଉ ଆପଣମାନେ ଇନଷ୍ଟାଗ୍ରାମ ଦେଖିପାରୁଥିବେ ନା ନାହିଁ, ମୁଁ ସେଥିଲାଗି ଏଥିରେ ଅପଲୋଡ଼ କଲି। ଆପଣମାନେ ଦେଖନ୍ତୁ, ବ୍ଲଗ୍ ମାଧ୍ୟମରେ ଛାଡ଼ିଛି। ଆୟୁଷ କେତେ ସୁନ୍ଦର ଭାବରେ ମାନେ ଅଭିନୟ କରୁଛନ୍ତି। ଆଉ ଏ ଅଭିନୟ ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ, ତାହେଲେ ନିହାତି କମେଣ୍ଟ କରିକି ଜଣେଇବେ ଆୟୁଷର ଅଭିନୟ ଦେଖିକିରି ଆପଣମାନଙ୍କୁ କେମିତି ଲାଗିଲା। ତାପରେ ଏଠି ଗୋଟେ ପୋଖରୀ କୂଳେ କରିଦେଇଛି, ମାନେ ସେଇ ଭିଡ଼ିଓଟା ମାନେ କେତେ ପରିଶ୍ରମ କରିଛି ଆୟୁଷ ଏଥିରେ ଆପଣମାନେ ବି ଦେଖିପାରୁଥିବେ। ବହୁତ ପରିଶ୍ରମ କରିଛନ୍ତି ଏଥିରେ, ଦେଖନ୍ତୁ ବହୁତ ସୁନ୍ଦର ଭାବରେ ବି ମାନେ ଭିଡ଼ିଓଟା। ତ ସାଙ୍ଗମାନେ, ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିବ ତାହେଲେ ଲାଇକ୍ କମେଣ୍ଟ ସେୟାର କରିବେ, ଆଉ ଜମା ବି ଭୁଲିବେନି। ଆଉ ଏବେ ଭିଡ଼ିଓଟି ଏଇଠି ଏବେ ଆମେ ଏଣ୍ଡ କରୁଛୁ ଆଜି ପାଇଁ। ଆଉ ଆର ନେକ୍ସଟ ବ୍ଲଗରେ ଦେଖାହେବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ।